ରାକ୍ଷସ ସାଜିଲା ପୁଅ ଖାଇବାକୁ ନ ଦେବାରୁ ମାଆକୁ ପିଟି ପିଟି ହତ୍ୟା ଅଭିଯୁକ୍ତ ପୁଅ ଗିରଫ। କୁହାଯାଏ ମା ସମାନ କେହି ନାହିଁ ଜଗତେ। କିନ୍ତୁ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ରେଙ୍ଗାଲକାନି ଗ୍ରାମରେ ଏହି ପବିତ୍ର ସମ୍ପର୍କରେ କଳଙ୍କ ଲାଗିଛି। ସାମାନ୍ୟ ଖାଇବା କଥାକୁ କେନ୍ଦ୍ର କରି ଜଣେ ପୁଅ ନିଜ ମାଆକୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖି ଘଟଣାର ଛାନଭିନ୍ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲକାନି ଗ୍ରାମର ଜନାନୀ ଭୋଇଙ୍କ ସାନ ପୁଅ ପୂର୍ଣ୍ଣଚନ୍ଦ୍ର ଭୋଇ ବାହାରୁ କାମ ସାରି ଘରକୁ ଫେରିଥିଲା। ସେ ଅତ୍ୟଧିକ ଭୋକିଲା ଥିବାରୁ ମାଆଙ୍କୁ ତୁରନ୍ତ ଖାଇବାକୁ ମାଗିଥିଲେ। ମାତ୍ର ଖାଇବା ପରଶିବାର ସାମାନ୍ୟ ବିଳମ୍ବ ହେବାରୁ ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ହିତାହିତ ଜ୍ଞାନ ହରାଇ ସେ ଘରେ ଥିବା ଏକ ଲୁହା ନଳୀରେ ବୃଦ୍ଧା ମାଆଙ୍କୁ ଆକ୍ରମଣ କରିଥିଲେ। ପୂର୍ଣ୍ଣଚନ୍ଦ୍ର ମାଆଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ପିଟି ପିଟି ରକ୍ତାକ୍ତ କରିଦେଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ସେହି ମା ଜଣଙ୍କର ମୃତ୍ୟୁ ଘଟିଯାଇଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମର କିଛି ଯୁବକ ତାକୁ କାବୁ କରି ନେଇଥିଲେ। ପରେ ଏ ସମ୍ପର୍କରେ ଜୁଜୁମୁରା ପୋଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୋଲିସ ତୁରନ୍ତ ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଅଟକ ରଖିଛି।